ରାଜଯୋଗ ଧାରାବାହିକରେ ଆପଣ ମାନେ ଦେଖିବାକୁ ପାଇବେ ରିୟା ମିରର ଆଗରେ ସଜ ହେଉଥିବେ ଆଉ ଏପଟେ ସୁର ବହୁତ ଟେନସନରେ ଥିବେ। ଯେତେବେଳେ ରିୟା ଦେଖିବେ ସିଦ୍କୁ ଏମିତି ଟେନସନରେ ଥିବାକୁ ସେ କହିବ କି ସିଦ୍ ଆସନା ମତେ ଟିକେ ହେଲ୍ପ କରିଦେବ। ଆଉ କିନ୍ତୁ ସିଦ୍କୁ ଶୁଭୁନଥିବ, ସେ କିଛି ଶୁଣୁନଥିବେ। ତାପରେ ରିୟା ଉଠିକି ସୁରର ପାଖକୁ ଆସିବେ, କହିବେ କି ସିଦ୍ ଆଉ ଆମେ ପୁଣି କ'ଣ ଆଉଥରେ ଆମ ଭଲ ପାଇବାକୁ ଆରମ୍ଭ କରିପାରିବାନି? ଆଉ ସୁର ମନେ ମନେ ଭାବିବ କି ହଁ ରିୟା ମୁଁ ବି ତ ସେୟା ଚାହୁଁଛି, କିନ୍ତୁ ସିଦ୍ ଭାବରେ ନୁହଁ, ସୁର ଭାବରେ ହୋଇ ତମ ମନ ଜିତିବାକୁ ଚାହୁଁଛି ଆଉ ତାପରେ ଯାଇକି ତମଠୁ ଭଲ ପାଇବା ପାଇଁ ଚାହୁଁଛି। ତ ଏତିକି ବେଳେ ବାହାରେ ସୋନା ଆଉ ରିଷଭ ସେମାନଙ୍କର କଥା ଶୁଣୁଥିବେ। ସୋନା କହୁଥିବେ କି ରିଷଭ ଆମକୁ ଯେମିତି ହେଲେ ବି ଏଇ ନକଲି ସିଦ୍ର ଚେହେରା ସମସ୍ତଙ୍କ ସାମ୍ନାକୁ ଆଣିବାକୁ ପଡିବ। ରିଷଭ କହିବେ ମୁଁ ଏବେ ଫିଜିକାଲି କିଛି ବି କରିପାରିବି ନାହିଁ, କାହିଁକି ନା ଏ ସିଦ୍କୁ ସତ ସାମ୍ନାକୁ ଆଣିବା ପାଇଁ ମୁଁ କେତେ ଆହତ ହେଇସାରିଛି, ମୋ ଦେହ ପୋଡ଼ି ସାରିଛି, ଆଉ ଚାପୁଡ଼ା ବି ମୁଁ ଖାଇସାରିଛି, ଆଉ କେତେ ଲାତ ଗୋଇଠା ବି ଖାଇସାରିଛି। ସୋନା କହିବେ କି ମୁଁ ବି ଆହତ ହେଇଛି, ହେଲେ କିନ୍ତୁ ମୁଁ ଜମା ବି ହାର ମାନିବିନି। କେହି ଜଣେ ବାହାର ଲୋକ ଆସିକି ଆମର ସବୁ ପ୍ରପର୍ଟିକୁ ହଡପ କରିନେବ ସେ କଥା ମୁଁ ଜମା ବି ସହିପାରିବିନି। ମୁଁ ଅସଲି ସିଦ୍କୁ ଚାହେଁ, ଏ ନକଲି ସିଦ୍କୁ ନୁହେଁ। ଏହାପରେ ଆପଣ ମାନେ ଦେଖିବାକୁ ପାଇବେ ଯେ ସୁରର ଗୋଟେ କଲ୍ ଆସିବ ଆଉ ସୁର ସେ କଲ୍କୁ ରିସିଭ୍ କରିଲା ମାତ୍ରେ ସେ ଲୋକ କହିବେ କି ସୁର ତୁ କୋଉଠି ଅଛୁ? ଏବେ ତୋ ପାଇଁ ଗୋଟେ ଭଲ ସୁଯୋଗ ଅଛି, ଏବେ ସିଙ୍ଗିଂ କମ୍ପିଟିସନ ଚାଲିଛି, ତୁ ଜଲ୍ଦି ଆସ। ଏ ସମୟରେ ସୁର କହିବ କି ହଁ ମୁଁ ତ ଏଠି। ଏମିତି କହିଲା ପରେ ସୁରର ମନ ପଡ଼ିଯିବ, କହିବ ଆରେ ମୁଁ କ'ଣ କରୁଛି, ମୋ ଅସଲ ସହିତ ସମସ୍ତଙ୍କ ସାମ୍ନାକୁ ଆସିଯିବ। ଆଉ ସେତିକି ବେଳେ ରିଷଭ ଆଉ ସୋନା କବାଟ ପେଲିକି ଭିତରକୁ ପଶି ଆସିବେ, କହିବେ କି ରିଷଭ ହଁ ଏବେ କୁହ ତୁ କିଏ ଆଉ ତୋ ପ୍ରକୃତ ଅସଲି ସତ କ'ଣ? ରିୟା ପଚାରିବେ କି ସୁର ଏ ସୁର କିଏ? ଏମିତି କହିଲା ପରେ ସିଦ୍ କହିବେ କି ଆରେ ମତେ ବଞ୍ଚିବା ପାଇଁ କିଛି ନା କିଛି କରିବାକୁ ପଡ଼ିଥାନ୍ତା, ଆଉ ଯେତେବେଳେ ମୋର ମେମୋରି ଚାଲି ଯାଇଥିଲା ସେତେବେଳେ ମୁଁ ସିଙ୍ଗିଂ କରିବାକୁ ଲାଗିଲି, ଆଉ ମୋର ସୁର ଶୁଣିକି ସମସ୍ତେ ମତେ ସୁର ବୋଲି ଡାକିବାକୁ ଲାଗିଲେ, ଆଉ ମୁଁ ଏମିତି ତ 3-4 ଜାଗାରେ ସେଇ ସିଙ୍ଗିଂ କରିକି ମୋ ପେଟ ପୋଷୁଥିଲି। ଏହାପରେ ରିୟା କହିବେ କି ସରି ସିଦ୍ ମୁଁ ଜାଣିନଥିଲି ତମକୁ କେତେ କଷ୍ଟ ସହିବାକୁ ପଡ଼ିଥିବ, ଆଉ ମୁଁ ତମକୁ ସନ୍ଦେହ କଲି। ଏହାପରେ ସୁର କହିବେ କି ନାଇଁ ନାଇଁ ତମର କିଛି ବି ଭୁଲ ନାହିଁ। ତାପରେ ସୁର ତାର ସବୁ କଥା କହି ଚାଲିବ ଆଉ ସୋନା ଆଉ ରିଷଭ ଏସବୁ ଶୁଣିବେ। ହଁ ଦର୍ଶକ ବନ୍ଧୁ, ଏବେ ସୁର ପୁଣି ଥରେ ଧରା ପଡ଼ିଯାଉ ବଞ୍ଚିଗଲେ।